ସରକାରଙ୍କ ବଡ଼ ଘୋଷଣା ମଦୁଆଙ୍କୁ ମିଳିବ ଟଙ୍କା। ତ କେମିତି ଏଇଟା ସମ୍ଭବ? ତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଜାଣିପାରିବେ। ଯେଉଁମାନେ ମଦ ପିଉଛନ୍ତି ସେମାନଙ୍କୁ ଗୋଟେ ବଡ଼ ଖୁସି ଖବର, ମଦୁଆଙ୍କୁ ମିଳିବ ଟଙ୍କା। ତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଜାଣିପାରିବେ। ଫୁଲ୍ ଡିଟେଲ୍ସ ଦେଇଛି କେତେ କ'ଣ ମିଳିବ। ତା ପୂର୍ବରୁ ଭିଡ଼ିଓକୁ ଯଦି ଲାଇକ୍ କରିନାହାନ୍ତି ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲରେ ଭାଇ ଭଉଣୀମାନେ ନୂଆ କରି ଯେଉଁମାନେ ଭିଜିଟ୍ କରୁଛନ୍ତି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ପ୍ରଥମ ଭିଡ଼ିଓ ପ୍ରଥମ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ। ଆପଣଙ୍କର ଫ୍ରେଣ୍ଡ ସର୍କଲ୍ ହେଉ, ଆପଣଙ୍କର ଫ୍ୟାମିଲି ମେମ୍ବର ହେଉ, ସେମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାକି ଫଳରେ ଏହି ଇନଫର୍ମେସନ୍ ସେମାନଙ୍କ ପାଖରେ ପହଞ୍ଚିଯିବ। ଆସନ୍ତୁ ଜାଣିବା ଯେଉଁମାନେ ମଦ ପିଉଛନ୍ତି ସେମାନଙ୍କୁ କେତେ ଟଙ୍କା ମିଳିବ। ଶସ୍ତା ହେବ ମଦ, ମଦୁଆଙ୍କ ପାଇଁ ଖୁସି ଖବର। ଶସ୍ତା ହେବ ମଦ, ମାଲାମାଲ ହେବେ ଗ୍ରାହକ। ଏତେ କମିବ ଦାମ ତ କାହିଁକି ପଢ଼ନ୍ତୁ ଜାଣିପାରିବେ। ଭାରତରେ ମଦ କେବଳ ପିଇବା ପାଇଁ ବ୍ୟବହୃତ ହୁଏ ନାହିଁ, ବରଂ ଏହା ରାଜ୍ୟଗୁଡ଼ିକ ପାଇଁ ରାଜସ୍ୱର ଏକ ବଡ଼ ଉତ୍ସ ମଧ୍ୟ। ପ୍ରାୟ ପ୍ରତ୍ୟେକ ରାଜ୍ୟରେ ମଦ ଉପରେ ଭାରି ଟିକସ ଲାଗୁ କରାଯାଏ ଏବଂ ସରକାର ଏହି ଟିକସକୁ ହଜାର ହଜାର କୋଟି ଟଙ୍କାର ରୋଜଗାର କରନ୍ତି ମଧ୍ୟ। ତେବେ ପ୍ରଶ୍ନ ଉଠେ ଯେ ସରକାର ମଦ ବୋତଲରେ କେତେ ଲାଭ ପାଆନ୍ତି ଏବଂ ଯଦି ସରକାର ଟିକସ ହଟାଇ ଦିଅନ୍ତି ତେବେ ମଦର ପ୍ରକୃତ ମୂଲ୍ୟ କେତେ ହେବ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ। ଭାରତରେ ମଧ୍ୟ ମଦ ଉପରେ ଭିନ୍ନ ଭିନ୍ନ ହାରରେ ଉତ୍ପାଦ ଶୁଳ୍କ ଲାଗୁ କରାଯାଏ। ପ୍ରତ୍ୟେକ ରାଜ୍ୟ ନିଜ ନୀତି ଅନୁଯାୟୀ ମଦ ଉପରେ ଉତ୍ପାଦ ଶୁଳ୍କ, VAT ଏବଂ ଅନ୍ୟାନ୍ୟ ଶୁଳ୍କ ଆଦାୟ କରେ। ଅନେକ ରାଜ୍ୟରେ ମଦର ମୂଲ୍ୟ 60%ରୁ 80% କେବଳ ଟିକସ ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ ଦିଲ୍ଲୀରେ ଗୋଟିଏ ବୋତଲ ମଦର ମୂଲ୍ୟ ପ୍ରାୟ 65ରୁ 70% ଟିକସ ଥାଏ, ଯେତେବେଳେ କର୍ଣ୍ଣାଟକ ଏବଂ ତାମିଲନାଡୁରେ ଏହି ଟିକସ 70%ରୁ ଅଧିକ। ଉତ୍ତରପ୍ରଦେଶରେ ମଧ୍ୟ ମଦ ଉପରେ ମୋଟ ଟିକସ ପ୍ରାୟ 60% ରହିଛି। ଧରାଯାଉ ଏକ ପ୍ରିମିୟମ୍ ବ୍ରାଣ୍ଡ ମଦ ବୋତଲର କାରଖାନା ମୂଲ୍ୟ 200 ଟଙ୍କା। ରାଜ୍ୟ ସରକାରଗୁଡ଼ିକ ଏହା ଉପରେ ବିଭିନ୍ନ ଟିକସ ଆଦାୟ କରନ୍ତି। ଯଦି ଟିକସ ହାର ହାରାହାରି 70% ହୁଏ ତେବେ ବୋତଲର ମୂଲ୍ୟ ଏପରି ଭାବରେ ସ୍ଥିର କରାଯାଏ ଯେ କାରଖାନା ମୂଲ୍ୟ 200 ଟଙ୍କା, ଉତ୍ପାଦ ଶୁଳ୍କ ଏବଂ ଅନ୍ୟାନ୍ୟ ଟିକସ 70% ଅର୍ଥାତ୍ 140 ଟଙ୍କା ବିତରକ ଏବଂ ଖୁଚୁରା ମାର୍ଜିନ 60 ଟଙ୍କା ଏବଂ ଏହାର ଅନ୍ତିମ ମୂଲ୍ୟ 400 ଟଙ୍କା ହେବ। ଯଦି ଆମେ ଉଦାହରଣ ଦେଇ ବୁଝିବା ତେବେ 400 ଟଙ୍କାର ବୋତଲ ଉପରେ 140 ଟଙ୍କା ଅର୍ଥାତ୍ ମୋଟ ମୂଲ୍ୟର ପ୍ରାୟ ଏକ ତୃତୀୟାଂଶରୁ ଅଧା ସରକାର ଲାଭ ଭାବରେ ଯାଏ। ଅନ୍ୟପକ୍ଷରେ ଯଦି କୌଣସି ଟିକସ ନାହିଁ ତେବେ 400 ଟଙ୍କାର ବୋତଲର ପ୍ରକୃତ ମୂଲ୍ୟ କେବଳ 200ରୁ 250 ଟଙ୍କା ମଧ୍ୟରେ ରହିବ। ଉପରେ 140 ଟଙ୍କା ଅର୍ଥାତ୍ ମୋଟ ମୂଲ୍ୟର ପ୍ରାୟ ଏକ ତୃତୀୟାଂଶରୁ ଅଧା ସରକାରକୁ ଲାଭ ଭାବରେ ଯାଏ। ଅନ୍ୟପକ୍ଷରେ ଯଦି କୌଣସି ଟିକସ ନାହିଁ ତେବେ 400 ଟଙ୍କାର ବୋତଲର ପ୍ରକୃତ ମୂଲ୍ୟ କେବଳ 200ରୁ 250 ଟଙ୍କା ମଧ୍ୟ ରହିବ। ଏହାର ଅର୍ଥ ହେଉଛି ଗ୍ରାହକ ଅଧା ମୂଲ୍ୟରେ ମଦ କିଣିପାରିବେ। କିନ୍ତୁ ଏଇଠି କଥା ଉଠୁଛି, ସରକାରଙ୍କ ପାଇଁ ଏହା ସମ୍ଭବ ନୁହେଁ, କାରଣ ରାଜ୍ୟଗୁଡ଼ିକର ଆୟର ଏକ ବଡ଼ ଅଂଶ ମଦ ଟିକସରୁ ଆସିଥାଏ। ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ ତେବେ 2022-2023 ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକ କେବଳ ମଦ ଟିକସରୁ ପ୍ରାୟ 2.4 ଲକ୍ଷ କୋଟି ଟଙ୍କାର ରୋଜଗାର କରିଛନ୍ତି। ଯଦି ଆମର ଏ ଇନଫର୍ମେସନ୍ ଆପଣଙ୍କୁ କିଛି ଶିଖିବାକୁ ମିଳିଥାଏ ବା ଆପଣ କିଛି ଜାଣିବାକୁ ପାଇଥାନ୍ତି ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରିଦେଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ। ଆପଣଙ୍କର ଫ୍ରେଣ୍ଡ ସର୍କଲ୍, ଆପଣଙ୍କ ଫ୍ୟାମିଲି ମେମ୍ବର ସେମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାକି ଫଳରେ ସେମାନେ ଏ ବିଷୟରେ ବୁଝିପାରିବେ, ଜାଣିପାରିବେ। ତ ରହୁଛି, ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।